ବିଷଠାରୁ ବିଷାକ୍ତ ମଣିଷର କଥା। ତେଣୁ କଥା କହିବା ଆଗରୁ ଟିକେ ଭଲରେ 100 ଥର ଭାବନ୍ତୁ। ମୁଁ ଯାହା କହୁଛି ମୋ କଥା କାହା ହୃଦୟକୁ କଷ୍ଟ ଦେଉନାହିଁ ତ? ବିଶ୍ୱାସଘାତକକୁ କେବେ ବି ଦ୍ୱିତୀୟ ସୁଯୋଗ ଦିଅନ୍ତୁନି, କାରଣ ଥରେ ବିଶ୍ୱାସଘାତ କରି ଦେଇଥିବା କଷ୍ଟ ସେ ଥରେ ପୁଣି ଦୋହରାଇ ପାରେ। ଗୋଟିଏ ଚରିତ୍ରହୀନ ମଣିଷ ସବୁବେଳେ ଅନ୍ୟର ଚରିତ୍ରକୁ ଆକ୍ଷେପ କରି କଥା କୁହେ, କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେଇଆ ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତଉଳିଥାଏ। ଜୀବନରେ ସଫଳ ହେବାକୁ ହେଲେ 5ଟି କଥାରୁ ଦୂରେଇ ରୁହନ୍ତୁ। ଏକ ହେଲା, ମୋ ପାଖରେ ସମୟ ନାହିଁ, ମୋ ଦ୍ୱାରା ହେବ ନାହିଁ, ମୋର ମୁଡ୍ ନାହିଁ, ମୋ ଭାଗ୍ୟ ଖରାପ, ଲୋକେ କ'ଣ କହିବେ। ଏହି ସବୁ ଜିନିଷକୁ ମନରୁ ଦୂରେଇ ଦିଅନ୍ତୁ। ଦେଖିବେ ଆପଣ ଜୀବନରେ ସଫଳ ହେବେ। ଜୋତା ଭିତରେ କଣ୍ଟା ରହିଗଲେ ଯେପରି ଚାଲିବା କଷ୍ଟ ହୁଏ, ଠିକ୍ ସେହିପରି ପରିବାର ଭିତରେ ଶତ୍ରୁ ରହିଗଲେ ସମାଜରେ ଚାଲିବା କଷ୍ଟ ହୁଏ। ଜୟ ଶ୍ରୀ ଜଗନ୍ନାଥ।